ମତେ କାହିଁ ଲାଗୁନି ଏଟା ଅଣଦେଖା ହେଇପାରିବ। ଏତେ ଲୋକ ଦେଖିଲେ, ଏତେ ଆଖି ଦେଖିଲା, ଏତେ ହୃଦୟକୁ ଛୁଇଁଲା, ଏତେ ମନକୁ ପହଞ୍ଚିଲା, ଏତେ ଲୋକଙ୍କର ସ୍ୱର ଆଜି ପହଞ୍ଚିବ ଲୋକଙ୍କ ପାଖରେ। କୋଉଠି ନା କୋଉଠି ସେ କିଛି ନହେଲେ ତାଙ୍କ ସ୍ତ୍ରୀକୁ ତ କହିବେ, ତାଙ୍କ ଭାଇକୁ ତ କହିବେ, ତାଙ୍କ ଭଉଣୀକୁ ତ କହିବେ, ସାଙ୍ଗକୁ ତ କହିବେ, ମିଛ ତ କହିବେନି, ସତ ହିଁ କହିବେ। ମତେ କାହିଁ ଲାଗୁନି କୋଉଠି ଗୋଟେ ମତେ ଭିତରୁ ଫିଲ୍ ହଉଛି କି ଏଇ ସିନେମା ଅଣଦେଖା ହେଇପାରିବନି। ଏଥିରେ ଆମ ଗରୁଡ ପୁରାଣର କଥା ଅଛି, ଏଥିରେ ଆମ ମହାପ୍ରଭୁଙ୍କର କଥା ଅଛି, ଏଥିରେ ଆମର ବିଶ୍ୱାସର କଥା ଅଛି। ଲୋକ ଆସିବେ ନିଶ୍ଚୟ। ଗୋଟେ ମା ଛୁଆ ଭିତରେ ଆସ୍ଥାର ଯଥାର୍ଥତା କେତେ ଥାଏ? ମା ଛୁଆ ଭିତରେ ଆସ୍ଥା ହିଁ ସବୁ କିଛି। ଆସ୍ଥାଟା ହଉଛି ଗୋଟେ ବିଶ୍ୱାସ, ଗୋଟେ ଆସ୍ଥା, ଗୋଟେ ଭରସା, ଗୋଟେ ଗୋଟେ ବନ୍ଧନ, ଗୋଟେ ସମ୍ପର୍କ ଭିତରର ଗୋଟେ ଯୋଉ ବ୍ରିଜ କହନ୍ତି ସେତୁ। ଆଫା ତ ସବୁ କିଛି, ଆଫା ଯୋଗୁ ହିଁ ସବୁ ସମ୍ପର୍କ। ମା ଡାକ୍ତର ନ ହେଇକି ବି ଆପାର ସବୁ ଭଲ କରନ୍ତି। ଏକ୍ସାକ୍ଟଲି। ଆଫାରେ ଆମକୁ କିଛି ମଲମ ଲଗାଯାଏନି, କିନ୍ତୁ ମା ପନ୍ତକାନି ଆପଣ କେବେ ଫିଲ୍ କରିଛନ୍ତି? ମୁଁ ପର୍ସନାଲି କହୁଛି, ଯେବେ ଯେବେ ଭଲ ଲାଗେନି, କଷ୍ଟ ଲାଗେ, ଆମେ ସମସ୍ତେ ଇମୋସନାଲି ଆମେ ହ୍ୟୁମାନ୍ ବିଂ, ଯାହାକୁ ଆମେ ସବୁଠୁ ବେଶୀ ଭଲ ପାଆନ୍ତି ବା ଯିଏ ଆମର ମା, ବାପା, ଭାଇ, ଭଉଣୀ ବା ବନ୍ଧୁ, ଯାହାଙ୍କୁ ଆମେ ହୃଦୟରେ ଜାଗା ଦେଇଛେ, କେତେ ବି ଦେହ ଖରାପ ଥାଉ, ତାତି ଥାଉ ଦେହରେ, ବାନ୍ତି ହଉଥାଉ, ପିଠିରେ ଟିକେ ହାତ ମାରିଦେଲେ, ଟିକେ କୁଣ୍ଡେଇ ଦେଲେ ଭଲ ଲାଗେ। ଆଫାଟା ସେଇଟା।